सब्सक्राइब करंतु ओडिया ऑनलाइन चैनल को बेल आइकन को मध्य क्लिक करंतु जहाँ फल आमर प्रत्येक वीडियो सर्वप्रथम पाइपर। हरिओम फ्रेंड्स, ओडिया ऑनलाइन चैनल आपको स्वागत। शुभ सकाळ। तो आज आम आपको आपंकर दैनिक राशिफल कहवाक जाऊँ। यही जो राशिफल आम आपको कहवाक जाऊँ यह ग्रह मानकर साधारण गणना जहाँ ज्योतिषशास्त्र में ग्रह मानकर गोचर नाम जना जाए। यह मुख्यतः चंद्रदेवंकर गोचर उपर आधारित अटे। तो आज आम आपको मेषठार आरंभ कर मीन राशि पर्यंत विस्तार पूर्वक आज राशिफल कहवाक जाऊँ। आज 19 फेब्रुआरी 2022 दिन शनिवार, फाल्गुन मास कृष्णपक्ष कुंभ 7 दिन। आज तिथि और नक्षत्र तृतीय रात्र 10 घंटा पर्यंत, उत्तर फाल्गुन नक्षत्र दिवा 4 घंटा 54 मिनिट पर्यंत, कन्या चंद्र दंड 60 अहोरात्र, सूर्योदय समय 6 घंटा 14 मिनिट और सूर्यास्त समय 5 घंटा 46 मिनिट। आज वृष राशि घात चंद्र और आज वृष सिंह और कन्या सिंह घात 12। आज शुभ बेला दिवा 9 घंटा 19 मिनिट दिवा 12 घंटा 23 मिनिट पर्यंत, दिवा 3 घंटा 29 मिनिट अपराह्न 5 घंटा 1 मिनिट पर्यंत, रात्र 8 घंटा 16 मिनिट रात्र 10 घंटा 45 मिनिट पर्यंत। निषिद्ध खाद्य आज पोटल भक्षण निषेध। तो मेषठारु आरंभ कर मीन राशि व्यक्ति कौन कही थाए आज आपणकर राशि, कौन कही थाए आज आपणकर ग्रह नक्षत्र और आज आपको एपरि केउं उपाय करबा आवश्यक जहाँफल आज आपणकर दिनटी अत्यंत शुभ सब्यस्त हेबो। एही क्रम रे सबुठारु प्रथमे आसंतु जानिबा मेष राशि विषय। आज दिनटी आपणको पई मिलामिशापूर्ण ही रहइबो। आज आप अଯଥା ଯୁକ୍ତିତର୍କରୁ ନିବୃତ୍ତ ରୁହନ୍ତୁ, ନାହିଁ ତ କିଛି ସମସ୍ୟାରେ ପଡ଼ିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରାମର୍ଶ ନେଇ କାର୍ଯ୍ୟ କଲେ କର୍ମକ୍ଷେତ୍ରରେ ସଫଳ ହେବେ। ଆୟକୁ ଚାହିଁ ବ୍ୟୟ କରିବେ। ବନ୍ଧୁଙ୍କ ସାହାଯ୍ୟ ପାଇଁ ନିଜକୁ ଧନ୍ୟ ମଣିବେ। କ୍ରୀଡ଼ାବିତ୍ମାନେ କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବେପାର ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ତେବେ ସାମାନ୍ୟ କଥାରେ ଉତ୍ତେଜିତ ହୋଇ କିଛି ସମସ୍ୟା ସୃଷ୍ଟି କରିପାରନ୍ତି, ସେଥିପାଇଁ ସାବଧାନ ରୁହନ୍ତୁ। ଜମିଜମା କଥା, ସରକାରୀ କାମ, ଆନୁଷ୍ଠାନିକ ଦାୟିତ୍ୱ ଓ ବନ୍ଧୁମିଳନ କ୍ଷେତ୍ରରେ ଆଜି ସତର୍କତାର ସହିତ କାମ କରିବା ଭଲ। ତେବେ ସକାଳୁ ସକାଳୁ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ଆପଣଙ୍କୁ ଆର୍ଥିକ ଲାଭର ଭଲ ଅବସର ପ୍ରାପ୍ତ ହେବ। ଜୀବିକା ଅନ୍ୱେଷଣରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସମ୍ବନ୍ଧରେ ନୂଆ ଚେତନାର ସଞ୍ଚାର ହେବ। ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ଆପଣଙ୍କର କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ କିଛି ବାଧା ଉପୁଜିପାରେ ଏବଂ କିଛି ଦିଗରୁ ସୁଫଳ ପାଇବା ସହ ମାନସିକ ସ୍ତରରେ ସମ୍ମାନିତ ହେବାର ସୁଯୋଗ ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ। ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଯେଉଁ କାର୍ଯ୍ୟ ବି ଆଜି ହାତକୁ ନେବେ ତାହା ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ଦେଖାଦେବ। ତେବେ ଯାହା ବି ହେଉ ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ ଏବଂ ଘରଠାରୁ ଦୂରରେ ରହୁଥିବା ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ ଓ ଶିବଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବୃଷ ରାଶି ବିଷୟରେ ଜାଣିବା। ଶାରୀରିକ ଅସୁସ୍ଥତା ଯୋଗୁଁ ମନ ବିରକ୍ତିକର ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟରେ ବିଳମ୍ବ ହେବ ଓ ଆପଣ ଉଦାସୀନ ରହିବେ। ଆୟ ବାଧାପ୍ରାପ୍ତ ହେବ। ପାରିବାରିକ ଜୀବନ ନିରାଡମ୍ବର ରହିବ। ପଡ଼ୋଶୀଙ୍କ ସହ ସମ୍ପର୍କରେ କିଛି ତିକ୍ତତା ଦେଖାଦେଇପାରେ। ବେପାର ବାଣିଜ୍ୟରେ ଲାଭ ଆଶାଠାରୁ କମ୍ ହେବ। ବାରମ୍ବାର ଚେଷ୍ଟା କଲେ ମଧ୍ୟ ପ୍ରତ୍ୟେକ କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିପାରେ। ଏଣେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ତେବେ ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆଜି ଆପଣ ଊର୍ଜାବାନ ରହିବେ। ଯେଉଁ ବି କାର୍ଯ୍ୟକୁ ହାତକୁ ନେବେ ତାହାକୁ ସଫଳତାର ସହିତ ସମ୍ପନ୍ନ କରିବେ। କିଛି ଖାସ୍ କାମରେ ଆପଣଙ୍କୁ ସୁଫଳ ମିଳିବ। ଆଜି ଆପଣ ଊର୍ଜାବାନ ରହିବେ। ଯେଉଁ ବି କାର୍ଯ୍ୟକୁ ହାତକୁ ନେବେ ତାହାକୁ ସଫଳତାର ସହିତ ସମ୍ପନ୍ନ କରିବେ। କିଛି ଖାସ୍ କାମରେ ଆପଣଙ୍କୁ ସୁଫଳ ମିଳିବ। କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ସୂଚନା ମିଳିପାରେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ଆପଣଙ୍କର ଦିନଟି ଖୁସିରେ କଟିବ। ଚାକିରି ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଘରୋଇ କାମ ସମାପ୍ତ କରିବାରେ ସଫଳ ରହିବେ। ଆପଣଙ୍କର ଉନ୍ନତିର ନୂଆ ରାସ୍ତା ଖୋଲିବ। ନିଜ ଲକ୍ଷ୍ୟରେ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ପୁରା ସହଯୋଗ ମିଳିବ। କିନ୍ତୁ କିଛି ସାଧାରଣ କଥାରେ ପ୍ରିୟ ବ୍ୟକ୍ତିଟି ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି। କିନ୍ତୁ ଯାହା ବି ହେଉ ପାରିବାରିକ ଅଶାନ୍ତିକୁ ଦୂରେଇବାରେ ସମର୍ଥ ହେବେ ଏବଂ ସାମାଜିକ ସ୍ତରରେ ଦକ୍ଷତା ଭିତ୍ତିକ ପ୍ରଶଂସିତ ହୋଇପାରନ୍ତି। କିନ୍ତୁ ଆଜି ଯେଉଁ ବି ଯାତ୍ରା କରିବେ ଲକ୍ଷ୍ୟସ୍ଥଳରେ କିଛିଟା ହଇରାଣ ହରକତ ହେବାକୁ ପଡ଼ିପାରେ। ତ ଆଜିର ସମ୍ପୂର୍ଣ୍ଣ ଦିନଟି ଆପଣଙ୍କ ପାଇଁ ମିଳାମିଶାପୂର୍ଣ୍ଣ ହିଁ ରହିବ ଏବଂ ତା ସହିତ ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାପୂର୍ଣ୍ଣ କରିବାର ଅଛି। ତେବେ ଆଜି ବୃଷ ରାଶିରେ ହାତଚନ୍ଦ୍ର ଭୋଗ ହେତୁ ପ୍ରତିଟି କାର୍ଯ୍ୟକୁ ସତର୍କତାର ସହିତ କରନ୍ତୁ। ଯାନବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ। କୌଣସି କୃଷ୍ଣ ଭଳି କାର୍ଯ୍ୟ ଆଜି କରନ୍ତୁ ନାହିଁ ଓ ଯେତେ ଦୂର ସମ୍ଭବ ଆଜି ଆପଣ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ତ
तो आज दिनटी को आप शुभमय करने आज आप नृसिंह भगवान को दर्शन करूँ। यह आपण शुभ सब्यस्त हो। एवं आसतु मिथुन राशि विषय जाना। शरीर सुस्थ और मन प्रसन्न रहिबो। समय अनुवर्ती होई समस्त कार्य संपादन करेंगे। आय मध्यम धारण रहिबो। अपराह्न रे बंधु मिलन संघ को भोजन प्राप्त हेबो। सुस्वादु भोजन प्राप्त करेंगे। पारिवारिक जीवन में परस्पर प्रति स्नेह ममता अतुट रहिबो। आपण ठीक समय रे ठीक निष्पत्ति नहीं प्रशंसित हेबे। प्रत्येक क्षेत्र में प्रतिबंधक को दृढ़तार सहित सम्मुखीन होई काम हासिल करेंगे। निकटस्थ पाख पड़ोशी माने आपंठू किसी सहायता आशा करिपारंती। संगीत कला साहित्य और क्रीड़ा क्षेत्र में सामान्य समस्या देखा दे पारे, किंतु सामाजिक स्थिति सह अर्थनैतिक अभिवृद्धि घटिबा कारणरू मन प्रफुल्ल रहिबो। कौनसी बंधुंक द्वारा प्रतारित होई पारंती, जो कारणरू आपनकर कामटी अपूर्ण रहिजिबो। प्रत्येक घटना को संदेह दृष्टि देखिबा सह कार्यव्यस्त रही पारंती। छात्रंकर लेखापढ़ा प्रति आग्रह बढ़िबो। वैवाहिक जीवन प्रीतिमय रहिबो। किछि खास काम रे आपनको सुफल मिलिबो। आर्थिक स्थिति मजबूत रहिबो। व्यवसायर विस्तार लगी योजना करि पारंती। मनर इच्छा पूरा हेबो। कौनसी मित्र अचानक आपनको घर को आसिबे। व्यापारी को आयर नुआ स्रोत प्राप्त हेबो। प्रशासन साहित्य सांबादिकता वाणिज्य और व्यवसाय रे प्रतिद्वंदिता बढ़िबो। तेबे सामाजिक स्थिति सह अर्थनैतिक अभिवृद्धि घटिबा कारणरू मन प्रफुल्ल रहिबो। आज आपण ऊर्जावान रहिबे। जो भी कार्य को हाथ को नेबे ताहाकु सफलतार सहित संपन्न करिवे। किछि खास काम रे आपनको सुफल मिलिबो। कर्तृपक्षों सकारात्मक सूचना मिल पारे। लव लाइफ दिनटी भल। छात्र छात्री मैंने पठन प्रिय रहिबे। तो आज दिनटी को आप शुभमय करने आज आप हनुमान जी दर्शन करूँ और गोटे थर हनुमान चालीसार पाठ करूँ। यह आपण शुभ सब्यस्त हो। एवं आसतु कर्कट राशि विषय जाना। स्वास्थ्य सचेतन नहेले असुविधा पड़े। अଯଥା खर्च को एड़ाई न पारि किछि धार कर्ज करिपारंती। कर्मक्षेत्र में कार्यर अवहेला प्रदर्शन करेंगे। पारिवारिक जीवन में सामान्य कथा को नहीं अशांति देखादेव। संतान को विशृंखलित आचरण चिंतार कारण हेबो। व्यवसाय में मंदावस्था लगी रहिबो। विभिन्न कारण को नहीं मानसिक स्थिरता रहिबो नाही। पूर्व योजना अनुଯାयी कर्म करंतु। अवश्य केतेकांश सफलता पाइबे। भाग्य आपनक साथी रहिबो। आपनकर कैरियर को एक नुआ दिशा मिलिबो। कर्तृपक्षों सकारात्मक सूचना मिल पारे। लव लाइफ दिनटी भल। आज आपण निजर कार्यकुशलता वृद्धि करिवार रहिछि। साहित्य संगीत कला क्रीड़ा और चलचित्र सुनाम अर्जन करेंगे। आशा और विश्वास सहित काम करि चलंतु। साहाय्य सहयोगर अभाव रहिबो नाही। वरिष्ठों सहयोग रे काम संपन्न हेबो। आपणकर मन सामाजिक कार्य करने दिगक लगी रही पारे। आर्थिक स्थिति बढ़िया करने लगी परिश्रम अधिक करेंगे। जीवन साथी खूब प्रेम पाइबे। ऑफिस वातावरण टिके अलग हो पारे। आज आप कौन बड़ फैसला नेबारे निवृत्त रहंतु। पुरातन रोगर पीड़ा काम करने को निरुत्साहित रहिबे। आत्मीय माने निजर फायदा हासिल करने फंदी फिकर करने लगी मन बढ़ाइबे। निजक अन्य मानक सह तुलना करी मन उणा करि पारंती। बंधु मेल रे समय कटाइबार सुजोग पाई पारंती। सामाजिक स्तर में सुविधार काम हासिल करने कष्टकर हो पारे। कर्मक्षेत्र में और पारिवारिक स्तर में आशाजनक फल पाइबे। परिवार सहित मंदिर को ठाकुर दर्शन पर जीवे। जीवन में सकारात्मक परिवर्तन आसिबो। व्यवसाय चुक्तिपथ होबार संभावना रहुछि। तो आज दिनटी आपंपाई सब दृष्टि मिलामिशा पूर्ण ही रहिबो। तो आज दिनटी को आप शुभमय करने आज आप ग्रामदेवती दर्शन करूँ। यह आपंपाई शुभ सब्यस्त हो। एवं आसतु सिंह राशि विषय जाना। दिनटी आपंपाई मंगलमय सब्यस्त हो। मन पवित्र और निर्मल रहिबो। सेवा पूजार मनोनिवेश करेंगे। परिश्रमी हेबे। कर्मक्षेत्र में उपरिस्थ अधिकारी प्रशंसा भाजन हेबे। विभिन्न पारिवारिक समस्या को नहीं निज असुविधा भितर चलुथिले मध्य बंधुंको काम रे यथासाध्य साहाय्य करेंगे। कवि और लेखक माने सरकारी स्तर में सम्मानित हेबे। जमीबाड़ी संपर्कित झमेलार परिसमाप्ति घटिबो। पूजा उपकरण व्यवसायी माने भल लाभ पाइबे। आईन अदालत सामूहिक कार्य संगठन टेक्निकल संबंधित कार्य लौह संबंधित व्यवसाय रे सुफल पाइबे। व्यवसाय परिवहन सभा समिति और प्रशासनिक क्षेत्र में समस्या समाधान हो जिवो। तेबे किछि पुरातन रोग प्रभाव दैहिक दुर्बलता जो मनोबल कमी जाई पारे। आर्थिक अनाटन लगी रहिले मध्य परिस्थिति को संभाली नेबे। भ्रमण हेतुक क्लांति अनुभव करिपारंती। आजिर यात्रा और मांगलिक काम खुशी रहिबे। व्यवसाय लाभ मिलिबो। सकारात्मक भावना और ऊर्जा को प्रयोग करंतु।
महिला बंधुଙ୍କ माध्यमରେ ଆପଣଙ୍କର କାମ ସମ୍ପୂର୍ଣ୍ଣ ହେବ। व्यापार अचानक धनलाभर संभावना बनुअछि। छात्रों को परिश्रमर फल निश्चय मिलिब। कौनसी काम लगी आपणक मनरे नुआ विचार आसिब। राजनीति रे लाभ पाइबार सुजोग मिलिब। परिवार रे लागि रहितबा समस्या मानकर समाधान करिबारे सफल रहिबे। मात्र निज अवहेलारू अन्य बाटरे व्यय हेबा आशंका देखादेब। आय और व्यय समान रहिब। विद्यार्थी माने पढ़ापढ़ी को गुरुत्व देवे। राजनीति रे महिला माने सक्रिय रहिबे। बैंक और बीमा कर्मचारी दिनटी अत्यंत ही शुभ सब्यस्त हेब। तो आज दिनटी को आप शुभमय करने आज आप गाई को रुटी और पाचिला कदली खाइबा दिंतु। यह आपण शुभ सब्यस्त हेब। एवं आसतु कन्या राशि विषय जानिबा। शरीर सुस्थ और मन में उत्साह रहिब। महिला माने दान धर्म में मनोनिवेश करेंगे। घरोई कर्मचारी माने कर्तव्यनिष्ठ हेबे। पारिवारिक जीवन हसखुशी कटिब। विद्यार्थी माने उच्च आशा रखी पढ़ापढ़ी में मनोनिवेश करेंगे। आपण ऊर्जावान और सक्रिय रहिबे। प्रत्येक कार्य रे सफलता प्राप्त करेंगे। ऑफिस रे समस्त सहित बढ़िया तालमेल रहिब। निर्दिष्ट समय भितर समस्त काम संपूर्ण करने हेतु मन शांत रहिब। परिवार रे खुशीर माहौल रहिब। विद्यार्थी को परिश्रमर बढ़िया परिणाम मिलिब। आज आपण ऊर्जावान रहिबे। जो भी कार्य को हाथ को नेबे ताहाकु सफलतार सहित संपूर्ण करेंगे। किछि खास काम रे आपनको सुफल मिलिब। कर्तृपक्षों सकारात्मक सूचना मिल पारे। लव लाइफ पे दिनटी भल। आज आपण निजर कार्यकुशलता वृद्धि करिबार रहिछि। साहित्य, संगीत, कला, क्रीड़ा और चलचित्र रे सुनाम अर्जन करेंगे। आशा और विश्वास सहित काम करि चलंतु। साहाय्य सहयोगर अभाव रहिबो नाही। सब काम सहज रे संपन्न हेबो। जीवनसाथी आपणकर कथारे प्रभावित हेबे। व्यवसाय रे अधिक पुंजीनिवेशर आवश्यकता पड़िबो। किंतु बहुत दिनर सुसंपर्क बाधाप्राप्त हेबो। आपणकर परिस्थिति जहाँ भी हेउना कहीं आज जेकोसी प्रकार समस्त कार्य शेष करने को बाध्य हेबे। कला, साहित्य, क्रीड़ा और चलचित्र आदि समस्या समाधान हो जिवो। भल कथा कहले मध्य बंधु ताहाकु भूल दृष्टि आनी दोषारोप करिपारंती। सेथिपई आज आपण कथबार्ता समय सावधान रहंतु। कर्मक्षेत्र में प्रतिकूल परिस्थितिर चाप क्रमशः बढ़ी पारे। प्रतिवेशी सौहार्द्यर उपकृत हेबे। आनुष्ठानिक क्षेत्र में विचार बुद्धि हराई प्रेम फासरे आबद्ध हो पारती। एवं आज अति निकट रहूथिबा कौनसी बंधु आचरण मन में संदेह सृष्टि करें। छात्र छात्री मानक लगी दिनटी अत्यंत ही शुभ सब्यस्त हेब। व्यापारी मानकु सामान्य लाभ मिलिब। काहारी को निज हृदयर कथा कहिबे। परिवार रे सुख शांतिर वातावरण रहिब। तो आज दिनटी को आपण शुभमय करने आज आपण भगवान गणेश जी को पिजुली प्रसाद रूपे अर्पण करंतु। यह आपण पई शुभ सब्यस्त हेब। एवं आसतु तुला राशि विषय जानिबा। पारिवारिक स्थिति सुदृढ़ हेब। राजनीति क्षेत्र में सहकर्मी सह विवाद दूर होइजिब। कर्मक्षेत्र सहज सरल और शांतिप्रद रहिब। रोजगार मध्यम धरण रहिब। विद्यार्थी माने उच्च अभिलाषी हेबे। पड़ोशी सह सुसंपर्क बजाय रहिब। मंगलजनक कार्य जेपरि गृह उपयोगी प्लट, विद्युत व्यवसाय और मृत्तिका संबंधित कार्य आज दिनटी अत्यंत शुभ। आज आपण ऊर्जावान रहिबे। जो भी कार्य को हाथ को नेबे ताहाकु सफलतार सहित संपन्न करेंगे। किछि खास काम रे आपनको सुफल मिलिब। कर्तृपक्षों सकारात्मक सूचना मिल पारे। लव लाइफ पे दिनटी भल। छात्र छात्री माने पठन प्रिय रहिबे। परिवार रे स्थिति ठीक रहिब। आपणकर काम सहज रे संपन्न हो जिवो। आर्थिक स्थिति मजबूत रहिब। कारोबार रे परिवर्तन आनिबा लगी चेष्टा करी सफल हेबे। जीवन साथी को देइथिबा कथा पूरा करिवे। विद्यार्थी को अति शीघ्र सफलता मिलिब। आपण मन में नुआ नुआ विचार आसिब। निज काम रे निजे फैसला करी संतुष्ट हेबे। ऑफिस रे वरिष्ठों साहाय्य पाइबे। सभा समिति किंबा ऑफिशियल आलोचना परिसर रे बंधुଙ୍କ जुक्ति को ग्रहण करने को बाध्य हेबे। व्यवसाय, परिवहन, शिल्प रे क्षतिर भरण करने सकाशे चेष्टा करिवे। समस्या अपरिवर्तित रहिथिले मध्य सामयिक भाव में किछिटा लाघव हेबार अनुभव करिवे। निर्दिष्ट व्यक्ति खोज खबर, नूतन चुक्तिपत्र स्वाक्षर और नूतन स्थान को यात्रा करि पारंती। जोगाण कारबार और परिवहन पर विशेष असुविधा हेब नाही। बंधु गहन रे आज अधिकांश समय आलाप आलोचना मध्य कटाई पारंती। तो आज दिनटी को आपण शुभमय करने आज आपण धला किंबा हलदी रंगर वस्त्र परिधान करंतु। किंबा हलदी रंगर कौनसी भी गोटे जिनिस निज पाखरे रखंतु। यह आपण शुभ सब्यस्त हेब। एवं आसतु विचार राशि विषय जानिबा। विचार विमर्श पूर्वक कार्य करिवे। ऊर्जावान रहिबे। देह और मन भल रहिब। विशिष्ट व्यक्तिंक ठारू साहाय्य पाई खुशी हेबे। आईन अदालत रे कार्य आपणकर सपक्ष रे जीव। महिला माने धर्मपरायण हेबे।
ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ରହିବ। ବ୍ୟବସାୟରେ କାରବାର ବୃଦ୍ଧି ପାଇବ। ଆପଣଙ୍କର ସୁଚିନ୍ତିତ ଯୋଜନା ଓ ସିଦ୍ଧାନ୍ତ ଦିନଚର୍ଯ୍ୟାକୁ ବଦଳାଇ ଦେଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି। କମ୍ ପରିଶ୍ରମରେ ଯଥେଷ୍ଟ ସୁଫଳ ପାଇବେ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇ ନେବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭର ସମ୍ଭାବନା ବନୁଅଛି। ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ। କ୍ୟାରିୟର ଗଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ। ଆଜି ଆପଣ ଉର୍ଜାବାନ ରହିବେ। ଯେଉଁ ବି କାର୍ଯ୍ୟକୁ ହାତକୁ ନେବେ ତାହାକୁ ସଫଳତାର ସହିତ ସମ୍ପନ୍ନ କରିବେ। କିଛି ଖାସ୍ କାମରେ ଆପଣଙ୍କୁ ସୁଫଳ ମିଳିବ। କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ସୂଚନା ମିଳିପାରେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ, କିନ୍ତୁ କିଛି କାର୍ଯ୍ୟ ମନ୍ଥର ଗତିରେ ଗଡ଼ି ଚାଲିବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି। ଆପଣଙ୍କର ଅତି ପ୍ରିୟ ବ୍ୟକ୍ତିଟିର ଛଳନାପୂର୍ଣ୍ଣ କଥାରେ ମନରେ କିଛି ଦୁଃଖ ଆସିପାରେ। ପରିବାରରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁଁ କ୍ଷୋଭ ପ୍ରକାଶ କରିପାରନ୍ତି। ଚାକିରିଆଙ୍କ ଲାଗି ଦିନଟି ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଅଫିସ୍ କାମରେ ମାନସିକ ଅବସାଦ ଦୂର ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀମାନେ ପଠନ ପ୍ରିୟ ରହିବେ। ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଖାସ୍ କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇବେ। ଆମଦାନୀରେ ଅଚାନକ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସମ୍ପର୍କ ନିବିଡ଼ ହେବ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ବିଷ୍ଣୁ ସହସ୍ର ସ୍ତୋତ୍ରର ପାଠ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ଧନୁରାଶି ବିଷୟରେ ଜାଣିବା। ଶାରୀରିକ ସୁସ୍ଥତା ଫେରି ପାଇବେ। କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ବିଚାର ବିମର୍ଶ କରି କାର୍ଯ୍ୟମାନ ସମ୍ପାଦନ କରିବେ। ଆୟ ସ୍ଥିର ରହିବ। କବି ଓ ଲେଖକମାନେ ସରକାରୀ ସ୍ତରରେ ସମ୍ମାନିତ ହେବେ। ଜମିବାଡ଼ି ସମ୍ପର୍କିତ ଝାମେଲାର ପରିସମାପ୍ତି ଘଟିବ। ପୂଜା ଉପକରଣ ବ୍ୟବସାୟୀମାନେ ଭଲ ଲାଭ ପାଇବେ। ଆଇନ ଅଦାଲତ, ସାମୂହିକ କାର୍ଯ୍ୟ, ସଂଗଠନ, ଟେକ୍ନିକାଲ ସମ୍ବନ୍ଧିତ କାର୍ଯ୍ୟ, ଲୌହ ସମ୍ବନ୍ଧିତ ବ୍ୟବସାୟରେ ସୁଫଳ ପାଇବେ। ଆଜି ଆପଣ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବାର ରହିଛି। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଆଶା ଓ ବିଶ୍ୱାସର ସହିତ କାମ କରି ଚାଲନ୍ତୁ। ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କିନ୍ତୁ କେତେକ ଦୀର୍ଘମିଆଦୀ ଯୋଜନା ଫସର ଫାଟିଯିବା କାରଣରୁ ସାମୟିକ ମନ ଭଲ ରହିନପାରେ। ଆଜି କିଛି ହଠାତ୍ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି। କିନ୍ତୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପ୍ରୀତିପଦ ରହିବ। ତେବେ କାର୍ଯ୍ୟବ୍ୟସ୍ତତା ହେତୁ କିଛି କ୍ଲେଶ ଅନୁଭବ କରିପାରନ୍ତି। ପୁରୁଣା କଥାକୁ ନେଇ ଅଳ୍ପ ଚିନ୍ତିତ ହୋଇପାରନ୍ତି। କୌଣସି ମିତ୍ର ସହାୟକ ସାବ୍ୟସ୍ତ ହେବେ। ଆପଣଙ୍କର ଆତ୍ମବିଶ୍ୱାସର ସ୍ତର ଉଚ୍ଚ ରହିବ। ଆଜି ଆପଣ ଉର୍ଜାବାନ ରହିବେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ସମାଜରେ ମାନ ସମ୍ମାନ ପାଇବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ଆତ୍ମୀୟ ସୃଜନ ତଥା ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମମୁଖର ହେବେ ଏବଂ ନିଜର ପରିସରରେ ପ୍ରତିଷ୍ଠିତ ହେବେ। ପରିସ୍ଥିତି ବଶତଃ ଘର କାମ ଛାଡ଼ି ବାହାର କାମରେ ବେଶୀ ସମୟ କଟାଇବେ। ସହକର୍ମୀମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇ ପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ନାହିଁ। ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଉପଦେଶ ମାନି ଚଳିବେ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଭିକାରୀ କିମ୍ବା କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି କଳା ରଙ୍ଗର ମିଠା ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମକର ରାଶି ବିଷୟରେ ଜାଣିବା। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ମନୋବଳ ଦୃଢ଼ ରହିବ। ନିଷ୍ଠାପର ଜୀବନଯାପନ କରିବେ। ଧର୍ମକର୍ମରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ। ପାରିବାରିକ ଜୀବନ ଶାନ୍ତିପ୍ରଦ ରହିବ। ବେପାର ବାଣିଜ୍ୟର ଉନ୍ନତି ପରିଲକ୍ଷିତ ହେବ। ମହିଳାମାନେ ଗୃହ ନିପୁଣ ହେବେ। ବ୍ୟବସାୟିକ ସଫଳତା ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିକୁ ଗୁରୁତ୍ୱ ଦେବେ। କିଛି ବିବାଦୀୟ ଘଟଣା ଓ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ଦୀର୍ଘଦିନର ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗିପାରନ୍ତି। ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଆପଣ ପ୍ରତ୍ୟେକ ସମସ୍ୟାର ସରଳ ସମାଧାନ କରିପାରିବେ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। କୌଣସି ବଡ଼ କମ୍ପାନୀ ସହିତ ସୌଦା କରିବାର ସୁଯୋଗ ମିଳିପାରେ। ଆପଣ ନିଜକୁ ଖୁବ୍ ଉର୍ଜାବାନ ଅନୁଭବ କରିବେ। କୌଣସି କାମରୁ ଆପଣଙ୍କୁ ଆଶାଠୁ ଅଧିକ ଧନଲାଭ ହେବ। ଲଭ୍ ଲାଇଫ୍ ଜୀବନରେ ଖୁବ୍ ଆନନ୍ଦ ମିଳିବ। ଆଜି ଆପଣ ସକାରାତ୍ମକ ଭାବନାରେ ରୁହନ୍ତୁ। କାମ କରିବା ସହଜ ହେବ। ସାମାଜିକ ସ୍ତରରେ ଆପଣଙ୍କର ଦକ୍ଷତାର ମୂଲ୍ୟାୟନ ହେବା ସାଙ୍ଗକୁ ପୁରସ୍କୃତ ହୋଇପାରନ୍ତି। ଆପଣ ଉର୍ଜାବାନ ଓ ସକ୍ରିୟ ରହିବେ। ଆୟ ବୃଦ୍ଧି ଲାଗି ଅଧିକ ସ୍ରୋତ ମିଳିବାର ସମ୍ଭାବନା ରହୁଅଛି। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ଭାଗ୍ୟର ପୁରା ସାଥ ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଚାକିରି ପାଇଁ ପ୍ରୟାସ କରି ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଶୁଭ ଖବର ମିଳିବ। ତେବେ ଅଫିସ୍ କାମରେ ସାମୟିକ ଭୁଲ ବୁଝାମଣା ଯୋଗୁଁ ମାନସିକ ସ୍ଥିରତା ରହିନପାରେ। ଆପଣଙ୍କର ଆତ୍ମବିଶ୍ୱାସ ଦୋହଲିପାରେ। ତ
ତ ଆଜି କାହାରି ସହିତ ବି ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ମଜବୁତ ରହିବ। ପ୍ରତ୍ୟେକ କାର୍ଯ୍ୟକୁ ସଠିକ୍ ସମୟରେ ସମ୍ପନ୍ନ କରି ଖୁସି ହେବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଭଗବାନ ଶିବଙ୍କୁ କ୍ଷୀର ଓ ବେଲପତ୍ର ଅର୍ପଣ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କୁମ୍ଭ ରାଶି ବିଷୟରେ ଜାଣିବା। ଦୟାଶୀଳ ହେବେ, ପର ଉପକାର କରି ଆତ୍ମଶାନ୍ତି ପାଇବେ। ଉଦାର ଚିତ୍ତ ହିଁ ଆପଣଙ୍କୁ ମହାନ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିବ। ସ୍ୱାସ୍ଥ୍ୟ ସଚେତନ ରହିବେ, ଆୟକୁ ଚାହିଁ ବ୍ୟୟ କରିବେ। ସନ୍ତାନ କୃତିତ୍ୱରେ ଖୁସି ବ୍ୟକ୍ତ କରିବେ। ବ୍ୟବସାୟକୁ ନେଇ ଦୂରଯାତ୍ରା କରୁଥିଲେ ଶୁଭଫଳ ପ୍ରାପ୍ତି ହେବ। କିନ୍ତୁ ଆଜି ପୂର୍ବରୁ କରିଥିବା ଋଣ ପରିଶୋଧ କରିବା ସକାଶେ କିଛି ଦୁଶ୍ଚିନ୍ତା ଲାଗି ରହିବ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କିଛି କଷ୍ଟ ସ୍ୱୀକାର କରିବାକୁ ପଡ଼ିପାରେ। ଧୈର୍ଯ୍ୟହରା ପରିସ୍ଥିତିକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଆଜି ବନ୍ଧୁଙ୍କ ସହ ଆଲୋଚନା ଓ ସାହିତ୍ୟ ଆଦିରୁ ସମ୍ମାନ ପ୍ରଭୃତି ସୁଖଦ ଖବର ପାଇପାରନ୍ତି। ଆଜି ଆପଣ କୌଣସି ପୁରୁଣା କଥାକୁ ବେଶୀ ଆଲୋଚନା କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଠିକ୍ ହେବନି। ଅପରାହ୍ନରେ କିଛି ମାନସିକ ଅସ୍ଥିରତା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପରୋକ୍ଷ ଶତ୍ରୁତା ଓ ଋଣ ପରିଶୋଧ ଜନିତ ମାନସିକ ଟେନସନ୍ ଲାଗି ରହିବ। ଜଣେ ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀମାନେ ପିତାମାତାଙ୍କ ଆଜ୍ଞା ମାନି ଚଳିବେ। ଶାରୀରିକ ସୁସ୍ଥତା ବଜାୟ ରହିବ ଓ ଆଜି ଆପଣ ଊର୍ଜାବାନ ରହିବେ। ଆଜି ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ଅଧିକତର କାମ ସମ୍ପନ୍ନ କରିବାରେ ସଫଳ ହେବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ମନରେ ଧାର୍ମିକ ଭାବନା ଉଦୟ ହେବ। ସାର୍ବଜନିକ କାର୍ଯ୍ୟରେ ସହଭାଗିତା କରିବେ। ଚାକିରିଜୀବୀଙ୍କୁ ଭଲ ଖବର ମିଳିପାରେ। ବ୍ୟବସାୟୀଙ୍କୁ ଲାଭ ମିଳିବ। କାରବାରରେ କିଛି ଲୋକ ସହାୟକ ହେବେ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ସରକାରୀ ଚାକିରିଆଙ୍କୁ ଆଜି ଅଧିକ ଲାଭର ସମ୍ଭାବନା ବନୁଅଛି। ଆଜି ଆପଣ ଊର୍ଜାରେ ପରିପୂର୍ଣ୍ଣ ରହିବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ସେବା ଶୁଶ୍ରୂଷା କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମୀନ ରାଶି ବିଷୟରେ ଜାଣିବା। ପରିଶ୍ରମୀ ହେବେ। ଆତ୍ମନିର୍ଭରଶୀଳ ହୋଇ କାର୍ଯ୍ୟମାନ ସମ୍ପାଦନ କରିବେ। ଈଶ୍ୱର ବିଶ୍ୱାସୀ ହେବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ମହିଳାମାନେ ଗୃହ ନିପୁଣ ହେବେ। ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଆଜିର ଦିନଟି ଶୁଭଙ୍କର ସାବ୍ୟସ୍ତ ହେବ। ଆଜି ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ କୃତିତ୍ୱ, କଳା, ସାହିତ୍ୟ ଆଦିରୁ ସମ୍ମାନ ପ୍ରଭୃତି ସୁଖଦ ଖବର ପାଇପାରନ୍ତି। କର୍ମକ୍ଷେତ୍ର ଓ ବୃତ୍ତିଗତ ଧନ୍ଦାରେ ସମୟ ଅତିବାହିତ କରିବେ। ଘର ପାଇଁ ଅଳଙ୍କାର, ଔଷଧପତ୍ର ଓ ସୌଖିନୀ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। କୌଣସି ବଡ଼ କମ୍ପାନୀ ସହିତ ସୌଦା କରିବାର ସୁଯୋଗ ମିଳିପାରେ। ଆପଣ ନିଜକୁ ଖୁବ୍ ଊର୍ଜାବାନ ଅନୁଭବ କରିବେ। କୌଣସି କାମରୁ ଆପଣଙ୍କୁ ଆଶାଠୁ ଅଧିକ ଧନଲାଭ ହେବ। ଲଭ୍ ଲାଇଫ୍ ଜୀବନରେ ଖୁବ୍ ଆନନ୍ଦ ମିଳିବ। ଆଜି ଆପଣ ସକାରାତ୍ମକ ଭାବନାରେ ରୁହନ୍ତୁ। କାମ କରିବା ସହଜ ହେବ। ନୂଆ କାମ କରିବାକୁ ଥିଲେ ବଡ଼ଙ୍କ ଅନୁମତି ନେଇ କରନ୍ତୁ। ଜଣେ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିବେ ଏବଂ ଆଜି ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ରହିଛି। କିଛି ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ। ତ ଯେତେ ବି ଛୋଟିଆ ରୋଗଟି ହେଲେ ଅବହେଳା କରନ୍ତୁ ନାହିଁ। ତୁରନ୍ତ ହିଁ ତାହାର ଚିକିତ୍ସା କରନ୍ତୁ। କଳା, ସଙ୍ଗୀତ ସମାରୋହ, ସାହିତ୍ୟ ଚର୍ଚ୍ଚା ତଥା ବନ୍ଧୁମିଳନ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ସାଧାରଣ ରହିବ ଏବଂ ଆଜି ପିଲାମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। କାରଣ ସ୍ୱାସ୍ଥ୍ୟ କିଛି ଖରାପ ରହିପାରେ, କିନ୍ତୁ ଦିନଯାକ ଆପଣ ଉତ୍ସାହୀ ଜଣାଯିବେ। ଅତିରିକ୍ତ ଊର୍ଜାର ଅନୁଭବ କରିବେ। ଯେଉଁ କାର୍ଯ୍ୟ ବି ହାତକୁ ନେବେ ସେଥିରେ ସଫଳତାର ସମ୍ଭାବନା ଅଧିକ ହିଁ ରହିବ। ଆର୍ଥିକ ସ୍ଥିତି ମଜବୁତ ରହିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ବିଧବା କିମ୍ବା ଅନ୍ଧ ଲୋକଙ୍କୁ ଧଳା ରଙ୍ଗର ମିଠା ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।